ସେଦିନ ଥିଲା ଅଗଷ୍ଟ 15 ତାରିଖ। ସ୍ୱାଧୀନତା ଦିବସ ସାଙ୍ଗରେ ପଡ଼ିଥିଲା ସୁଦଶା ବ୍ରତ। ଇଏ ଗୋଟେ ଅପୂର୍ବ ସଂଯୋଗ। ଏଣେ ପତାକା ଉତ୍ତୋଳନ ହେବ, ତେଣେ ଘରେ ବି ଲକ୍ଷ୍ମୀଙ୍କର ପୂଜା ଉପାସନା ହେବ। ଦୁଇଟା ଯାକ ଆମର କରିବା ଦରକାର। ଗୋଟିଏ ଆମର ଜାତୀୟ ପର୍ବ, ଆଉ ଗୋଟିଏ ଆମର ଘରୋଇ ବା ପାରିବାରିକ ବା ଆମ ରାଜ୍ୟର ସାଂସ୍କୃତିକ ପର୍ବ। ତେଣୁ ଦୁଇଟା ଯାକ କରିବା ବେଳକୁ ଆମେ ଶାଶୁବୋହୂ ଗଳତ ଘର୍ମ ହୋଇଯାଇଥିଲୁ। ରାତି କରୁ ସବୁ କାମ ଆମେ ବଣ୍ଟା ବଣ୍ଟି କରିଦେଇଥିଲୁ। କାହିଁକି ନା ସାନ ବୋହୂ ଯାଇଥିଲା, ବହୁତ ଥର ଯାଇପାରିନଥିଲା, ତେଣୁ ସେ ଯାଇଥିଲା ବଡମ୍ବା। ରାତି ତ ନୁହଁ, ସନ୍ଧ୍ୟା 6ଟା ବେଳକୁ 6ଟା-7ଟା ବେଳକୁ ଗୋଟେ ଗାଈ ଆମର ଜନ୍ମ କଲା। ମୁଁ ଗାଈ ଫାଇ ଜନ୍ମ କଲେ ତ ଜାଙ୍ଗୁନାକୁ ଫୋନ କରେ, ଜାଙ୍ଗୁକୁ ଫୋନ କଲି। ସେ ଆସିଲା ବେଳକୁ ଗାଈଟି ଜନ୍ମ କରିସାରିଥିଲା। ମୁଁ ସେଠୁ କହିଲି, ତୁ ଯା ବାପା, ଗାଈ ତ ଜନ୍ମ କରିସାରିଲାଣି, ଶିବ ସାଙ୍ଗରେ ମୁଁ ସବୁ ବୁଝାବୁଝି କରିବି। ସେଦିନ ଥିଲା 14 ତାରିଖ। 14 ତାରିଖ ରାତିରେ ଗାଈଟା ଯେହେତୁ ସଞ୍ଜବେଳେ ଜନ୍ମ କଲା, ଗାଈ ଫୁଲ ପକେଇବାଟାକୁ ଆମର ଏଠି ଇର ପକେଇବା ବୋଲି କହନ୍ତି, ମୁଁ ସେଇ ହିସାବରେ କହିଦିଏ। ଗାଈଟା ଜନ୍ମ କରିସାରିଲା ପରେ ତାର ଫୁଲ ପଡିବ, ଫୁଲ ପଡିଲେ ଯାଇ ସେ ଧନ୍ଦା ଛିଣ୍ଡିବ। ସେ ରାତି 12ଟାରେ ଫୁଲ ପକେଇଲା, ତେଣୁ ରାତିଟା ଆଉ ଭଲରେ ଶୋଇ ହେଲାନି। ଶାଶୁ ବୋହୂ ଯୋଉ ବିଚାର କରିଥିଲୁ, ଭୋର 4ଟାରୁ ଆମେ ଗାଧେଇ ପାଧେଇକି ଆସିବୁ। ସେ ବି ଗାଧେଇ ପାଧେଇକି ଆସିଲା, ମୁଁ ବି ଆସିଲି। କଥା ଥିଲା ଠାକୁର କାମ ସିଏ କରିବ, ମଣ୍ଡା 10ଟା ମୁଁ କରିବି। ଆଉ ସିଏ ଯାଇ ତାର ଠାକୁର ଘରେ ଲାଗିଥାଏ, ମୁଁ ଇଆଡେ ରୋଷେଇ ଘରେ ଜନ୍ତା ଜନ୍ତି ଚଲେଇଥାଏ। ମୋ ଭିଡିଓ କରିବାକୁ ସିଏ ନାହିଁ, କି ତା ଭିଡିଓ କରିବାକୁ ମୁଁ ନାହିଁ। ମୋର ମନେ ପଡିଲା, ସମସ୍ତେ ତ ଯିଏ ଯୁଆଡେ ଶୋଇଥିଲେ, ମୋର ମନେ ପଡିଲା, ଆରେ ହେ ଭଲ ଗୋଟେ ଏଇଟା ପଡିଛି ଅଗଷ୍ଟ 15କୁ ସୁଦଶା ବ୍ରତ, ଭିଡିଓଟେ ମୁଁ କରିବି। ଦେଖନ୍ତୁ ଏ କେତେ ଦିନ ତଳର କଥା ହେଇଗଲାଣି, ପୁରା 16 ଦିନ ଆଜିକୁ। ସେ ମତେ କହିଥିଲା, ବୋଉ ତମେ 15ଟି ପିଠା କରିଦେବ, ଆଉ ଯାହା ମୁଁ ପଛରେ କରିବି। ମୁଁ ସେଇଠୁ ତାକୁ 15ଟି ପିଠା କରିକି ଦେଇଦେଲି। ଏତେ ତରତର ପୁଣି କାହିଁକି? ରାତିରେ ତ ଗାଈ ଜନ୍ମ କରିକି ଅନିଦ୍ରା ହେଇଥିଲି, ଟିକେ ଡେରିକି ଉଠିକି ପୂଜା କରିଥିଲେ କଣ ହେଇନଥାନ୍ତା, ଚଳିଥାନ୍ତା। ଅବଶ୍ୟ ଲକ୍ଷ୍ମୀ ପୂଜାଟା ବହୁତ ଭୋରୁ ଆମେ ସବୁବେଳେ କରୁ। ତଥାପି ବି ମୁଁ ଯଦି ଚଞ୍ଚଳ ଉଠିକି ତାକୁ ସହଯୋଗ ନ କରୁଛି, ସେ ବୁଚରା ପୁରା ଏକଲା ପଡିଯିବ। ଆମ ଘରେ ଠାକୁରଙ୍କ ନିତ୍ୟ ପୂଜା ପରେ ଯାଇ ଆମେ ଆଉ ଯାହା ପୂଜା କରୁ। ମାନେ ଧରନ୍ତୁ ସାବିତ୍ରୀ, ଭୁଲ କହିଲି, ଧରନ୍ତୁ ପଡିଛି ନା ସୁଦଶା ବ୍ରତ, ଠାକୁରଙ୍କ ନିତ୍ୟ ପୂଜା ସରିଯିବ, ତାପରେ ପୁଣି ଲକ୍ଷ୍ମୀଙ୍କ ପୂଜା ହବ, ଏମିତି ହୁଏ। ତେଣୁ ସେ ଆଗ ଠାକୁରଙ୍କ ନିତ୍ୟ ପୂଜାଟି କରିଦେଲା। ସେ ନିତ୍ୟ ପୂଜା ସାରିଲା ବେଳକୁ ମୁଁ ଇଆଡେ ପିଠା କରିଦେଇଥିଲି। ପିଠା କରିବାରେ ବି ମୋର ଏତେ ତରତର ହବାର କାରଣ କଣ? ସେଦିନ ଅପାଙ୍କ ସହିତ ମୋର ଯିବାକୁ ଥିଲା ବାଗଲପୁର। ବାଗଲପୁର ଆପଣ ଜାଣିଥିବେ କୋଉଠି? ସେଇଟା ହଉଛି ଆମର ଯୋଉ ଅବିଭାଜିତ କଟକ ଜିଲ୍ଲା, ବିଭାଜିତ ଜଗତସିଂହପୁର ଜିଲ୍ଲାର ଗୋଟିଏ ଗାଁ, ଯୋଉଥିରେ କି ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତି ସେଠି ଜନ୍ମ ହେଇଛନ୍ତି। ଆମେ ଗାଡିରେ ବସିବାକୁ ଦାଣ୍ଡକୁ ଗଲା ବେଳକୁ ଦାଣ୍ଡରେ ବି ଚିତା ଝୋତି ପଡିଥିଲା। ଅପା, ମୁଁ, ଇଏ ଆଉ ବଡ ପୁଅର ପୁଅ, ଆମେ ସକାଳୁ ସକାଳୁ ବାହାରି ଗଲୁ। ଭାରି କ୍ଳାନ୍ତ ଲାଗୁଥିଲା, ଭାରି ଖୁସି ବି ଲାଗୁଥିଲା। କାହିଁକି କ୍ଳାନ୍ତ ଲାଗୁଥିଲା ତ କହିଲି ଆପଣମାନଙ୍କୁ, ଗାଈ କାମ, ପୂଜା କାମ ଏସବୁ ଯୋଗୁ। ଖୁସି ଲାଗୁଥିଲା ଯେ ମୋ ଅପାଙ୍କ ସହିତ ମୋ ପୁଅ, ଇଏ ସମସ୍ତେ ଆମେ ମିଶିକି ଗୋଟେ ବହୁତ ଭଲ ଜାଗାକୁ ଯାଉଛୁ, ଯୋଉଥିରେ କି ଆମେ ଯାଇ ଯୋଗ ଦେବୁ। ବାଟରେ ଗଲା ବେଳକୁ ସବୁ ପ୍ରଭାତ ଫେରି ହଉଥିଲା। ଆମେ ପ୍ରାୟ 6:30ରୁ ଘରୁ ବାହାରି ଗଲୁ। ବାଟ ସାରା ଭାରି ମଜା ଲାଗୁଥିଲା। ବିଭିନ୍ନ ପ୍ରକାର ସବୁ ଅନୁଷ୍ଠାନ ତରଫରୁ ପ୍ରଭାତ ଫେରି ହଉଥିଲା। ଅପାଙ୍କୁ ଦେଖନ୍ତୁ, ସେ ବାଟରେ ସମୟ ନଷ୍ଟ କରିବେନି ବୋଲି ସେ ତାଙ୍କର ଗୋଟେ ବୁଣାବୁଣି କରୁଥିଲେ, କଥାବାର୍ତ୍ତା ବି ହଉଥିଲୁ, ଫୋନ ଆସିଲେ ରିସିଭ କରୁଥିଲେ, ଆଉ ବାହାରର ଦୃଶ୍ୟ ବି ଦେଖୁଥିଲେ। ଏଇଭଳିଆ ଆମେ ଯାଇକି ବାହାରି ଗଲୁ ସେଇ ଗାଁକୁ, ବାଗଲପୁର ଗାଁକୁ। ସେଦିନ ଥିଲା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶଶିଭୂଷଣ ଦାସଙ୍କର ଜନ୍ମ ଶତବାର୍ଷିକୀ। ତାକୁ ଗ୍ରାମବାସୀ, ସେଠିକାର ଯୁବକ ସଂଘ ଆଉ ତାଙ୍କ ପରିବାର ସମସ୍ତେ ଏକାଠି ମିଶିକି ପାଳନ କରୁଥିଲେ ଭାରି ଧୁମଧାମରେ। ଅପାଙ୍କ ସାଙ୍ଗେ ତ ଆମେ ସେଇଠୁ ବାହାରିଲୁ। ଫେର ମୁଁ ଯାହା ବି ନ ଯାଇଥାନ୍ତି, ଆଉ ଗୋଟିଏ ବଡ ସଂଯୋଗ ଥିଲା ଯେ ଅପାଙ୍କ ସହିତ ଆମେ ତାଙ୍କ ପୈତୃକ ଗାଁ ଖେରସକୁ ଯିବୁ। ସେଥିପାଇଁ ଘରର ଏତେ ଜଞ୍ଜାଳ ସତ୍ତ୍ୱେ ମୁଁ ଏଇ ଗସ୍ତଟାକୁ ବାତିଲ କଲିନି। ଗୁଟୁ ଭାରି ବୋର ହଉଥିଲା। ବାଟରେ ଗଲା ବେଳକୁ ଟ୍ରେନ ଲାଇନ ପଡିଲା। ସେ କହିଲା, ମୁଁ ଏଠି ଓହ୍ଲେଇକି ଟିକେ ଟ୍ରେନ ଗଣିବି। ସବୁ କଥା ପୁଣି ସମସ୍ତଙ୍କ ମନେ ରଖିବାକୁ ହବ। ଆମେ ତ ବଡ ମଣିଷ, ସବୁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା ଚାଲିଛି। ଆଉ ଜାଙ୍ଗୁନା ତ କୋଉଥିରେ ମୁଣ୍ଡ ଖେଳାଏନି, ସିଏ ତାର ଚୁପଚାପ ଗାଡି ଚଲାଉଛି। ଇଏ ମଝିରେ ଭାରି ବୋର ହଉଥିଲା। ମୁଁ ତାକୁ କହିଲି, ମୁଁ ତାକୁ କଣ ଟିକେ କିଣିଦେ, ଆଉ ସେ ବାହାରେ ଠିଆ ହେଇକି ଟିକେ ଗଣୁ ଡବା। ସେ ଡବା ଗଣିକି ଭାରି ଖୁସିରେ ଆସିଲା। ତାପରେ ଆମେ ଯାଇ ପହଞ୍ଚିଗଲୁ ଯୋଉଠାରେ
ସମ୍ମାନୀୟ ସ୍ୱାଧୀନତା ସଂଗ୍ରାମୀ ଶଶିଭୂଷଣ ବାବୁଙ୍କର ଜନ୍ମ ଶତବାର୍ଷିକୀ ପାଳନ ହେଉଥିଲା। ସେଠି ଅପାଙ୍କୁ ବହୁତ ସୁନ୍ଦର ସେମାନେ କ'ଣ ସ୍ୱାଗତ କଲେ। ଅପା ତ ସେଇ ପରିବାରଭୁକ୍ତ ଆଉ ତାଙ୍କ ନିଜ ଅଞ୍ଚଳ, ସେଠି ସମସ୍ତେ ତାଙ୍କର ଚିହ୍ନା। ଆମେ ତ ଭୋରୁ ବାହାରି ଯାଇଥିଲୁ, ଭୋରୁ କହିଲେ 6:30ରୁ ଘରୁ ବାହାରି ଯାଇଥିଲୁ। ପୂଜା କାମ ସିନା ସରିଥିଲା, ଆଉ ଖାଇବା ପାଇଁ ତର ନଥିଲା। ଅପା ଦେଖନ୍ତୁ ଏଇ ବୟସରେ ବି ସେ 6:30 ସୁଦ୍ଧା ତାଙ୍କର ସବୁ କାର୍ଯ୍ୟକ୍ରମ ନିତ୍ୟକ୍ରମ ସାରିକି ସେ ବାହାରି ଯାଇଥିଲେ। ସେଠି ଆମେ ପହଞ୍ଚିକି ଜଳଖିଆ ଖାଇଲୁ। ଜଳଖିଆ ଖାଇସାରିକି ସେ ଯେଉଁ କାର୍ଯ୍ୟକ୍ରମରେ ସବୁ ବିଭିନ୍ନ ସ୍କୁଲର ପିଲାମାନେ ଭାଗ ନେଇଥିଲେ, ସେ ଯେଉଁ ସାର୍ଟିଫିକେଟ୍ ବଣ୍ଟନ କରିବାର ଥିଲା, ସେ ଅନୁଷ୍ଠାନରୁ ଆସିକି ଅପାଙ୍କଠୁ ସେ ସବୁ ଦସ୍ତଖତ କରିନଥିଲେ। ଏତିକି ବେଳକୁ ଯାଇକି ପହଞ୍ଚିଲେ ବୈଷ୍ଣବ ଦାଦା, ଆଉ ଦାଦାଙ୍କ ସହିତ ଥିଲେ ସମ୍ମାନୀୟ ପଞ୍ଚାନନ କାନୁନଗୋ ଭୂତପୂର୍ବ ଅର୍ଥମନ୍ତ୍ରୀ। ସେମାନେ ସବୁ ସେଠି ପହଞ୍ଚିଗଲା ବେଳକୁ ଗପର ମାହୋଲଟା ପୁରା ଜମିଗଲା। ଗପ ବୋଲି ତ କହିହେବନି, ଭାରି ତାତ୍ତ୍ୱିକ ଆଲୋଚନା ସବୁ ଚାଲିଲା। ସେ ଅଳ୍ପ ସମୟ କଥାବାର୍ତ୍ତା ପରେ ପରେ ପୁଣି ସଭା କାର୍ଯ୍ୟ ବି ଆରମ୍ଭ ହୋଇଗଲା। ଅପା ତ ଥିଲେ ମୁଖ୍ୟ ଅତିଥି। ତାପରେ ସେ ଗୋଟେ ସିନେମା ଯେଉଁ ହେଇଥିଲା ଶଶିଭୂଷଣ ଦାସଙ୍କ ଉପରେ, ତାର ବି ସେଇଠି ଉଦ୍ଘାଟନ ହେଲା। ସମସ୍ତେ ସେଇଠି ଯାଇକି ଆମେ ତେଣୁ ସଭା କାର୍ଯ୍ୟରେ ଯୋଗଦେଲୁ। ଭାରି ମନୋଜ୍ଞ ଥିଲା ପରିବେଶ। ଆଉ ନିଜ ଅଞ୍ଚଳର ପ୍ରାୟ ସମସ୍ତେ ସେଠି ଏତେ ମିଳିତ ଭାବରେ କାମଟା କରିଥିଲେ ଯେ ଭାରି ଖୁସି ଲାଗୁଥିଲା ସେ ଗହଳି ଚହଳି ଦେଖିକି। ଆଉ ସେଠିକାର ବିଧାୟକ ମହୋଦୟ ବି ଆସିଥିଲେ। ଯୁବକ ଲୋକ ଭାରି ମେଳାପି ମନେ ହେଉଥିଲେ। ଯାହା ବି ହଉ, ସେଦିନର ଅନୁଭୂତି ସବୁ ବହୁତ ଭଲ ଥିଲା, ଆଉ ବହୁତ ଆନନ୍ଦଦାୟକ ବି ଥିଲା। ଆମ ଓଡ଼ିଶାର ଗୋଟେ ଏତେ ଭଲ ଗାଁ ଯେଉଁଠିକି ଆମର ଚିତ୍ତ ଭାଇ ଜନ୍ମ ହୋଇଛନ୍ତି, ସେଇ ପାଖଆଖରେ ଆମର ବିଶିଷ୍ଟ ଲେଖିକା ପ୍ରତିଭା ରାୟ। ଚିତ୍ତ ଭାଇଙ୍କୁ ତ ମୁଁ ଘର ଲୋକ ବୋଲି ଏମିତି କହିଦେଲି। ବିଶିଷ୍ଟ ପ୍ରାବନ୍ଧିକ ଆଉ ଦାର୍ଶନିକ। ଆଉ ଏଇ କୁନି ଝିଅଟି ସୁନ୍ଦର ଗୀତ ସେଠି ପରିବେଷଣ କରିଥିଲେ। ଏ ବିଧାୟକ ମହୋଦୟ ସେଠୁ ଶୀଘ୍ର ଟିକେ ବିଦାୟ ନେଇଗଲେ ତାଙ୍କ କାମ ଆଳରେ। ଆଉ ସେତେବେଳକୁ ବି ମିଟିଂ ସରିକି ଆମେ ଖାଇବାକୁ ଗଲୁ। ପୁଣି ଥରେ ମୋର ଦାଦାଙ୍କ ସହିତ ଭେଟ ହୋଇଗଲା। ମୁଁ ଜମା କଥା ହେଇପାରିନଥିଲି। ଆଉ ଦାଦା ତ ଖୁବ୍ ସୁନ୍ଦର ଲେଖାଲେଖି କରନ୍ତି, ଏଣେ ଖୁବ୍ ସୁନ୍ଦର ପ୍ରବକ୍ତା ମଧ୍ୟ। ଆଉ ବହୁ ବର୍ଷ ପରେ ମୁଁ ବାପାଙ୍କ ସହିତ ଭେଟିଥିଲି ନିଶାକର ବଡ଼ାପାଙ୍କୁ, ଦାଦାଙ୍କୁ। ତାଙ୍କର ପତ୍ନୀ, ସେ ତ ଚାଲି ଯାଇଛନ୍ତି, ତାଙ୍କର ପତ୍ନୀ ସେଇଠି ଥିଲେ। ଅପା ତାଙ୍କୁ ଭେଟିବାକୁ ଚାହିଁଲେ। ଆମେ ଖାଇ ପିଇକି ଯାଇ ତାଙ୍କୁ ଟିକେ ଭେଟ ହେଲୁ। ମୋ ମନ ଭିତରେ ସବୁଠୁ ବଡ଼ ଉଦ୍ବିଗ୍ନତା ରହିଥାଏ ଯେ ମୁଁ କେମିତି ଅପାଙ୍କର ପୈତୃକ ଗାଁ ଖେରସକୁ ଦେଖିବି। ଅପାଙ୍କର ଯେଉଁ ଭାଇ ଅଛନ୍ତି ଏବେ ଖେରସରେ, ସେ ଓକିଲାତି କରୁଛନ୍ତି। ସିଏ ବି ଆସିଥିଲେ ଅପାଙ୍କୁ ନେଇକି ଯିବା ପାଇଁ। ତେଣୁ ଅପା ତାଙ୍କ ଗାଡ଼ିରେ ପଳେଇଲେ, ଆମେ ଆମ ଗାଡ଼ିରେ ଆସିଲୁ। ଏଇଟା ହେଲା ଅଳକା ନଈର ପୋଲ। ଆଉ ଅଳକା ନଈ ତ କେତେ ବଡ଼ ଗୋଟେ ମାନେ ଐତିହାସିକ ନଈ ଆମ ଓଡ଼ିଶାର। ତାକୁ ପାରି ହେଲା ବେଳକୁ ବି ବହୁତ କଥା ପଡ଼ିଲା। ଅପା ସେ ଗାଡ଼ିକି ଯେମିତି ପଳେଇଲେ, ତାଙ୍କ ଭାଇଙ୍କ ଗାଡ଼ିକି, ଗୁଟୁ ଆଉ ଟିକେ ଫ୍ରି ହେଇଗଲା। ସେ ଦିନ ଯାକ ଡ୍ରେସ୍ ପିନ୍ଧିକି ଥିଲା, ତେଣୁ ଡ୍ରେସ୍ ଖୋଲିଦେଲା। ମୁଁ ଆଙ୍କ ସାଙ୍ଗରେ ଆଲୋଚନା କରୁଥିଲି ପ୍ରକୃତରେ ବାଗଲପୁରରେ କିଏ ସବୁ ଜନ୍ମ ହେଇଛନ୍ତି। ସେ ଆଲୋଚନା ଏତେ ମାନେ ବିସ୍ତୃତ ଥିଲା ଯେ ସେଠିକାର ପ୍ରତ୍ୟେକ ଲୋକଙ୍କ ଉପରେ ଯଦି ମୁଁ ଗୋଟିଏ ଗୋଟିଏ ଭିଡ଼ିଓ କରିବି ତାହେଲେ ବି ଯଥେଷ୍ଟ ହେବ ନାହିଁ। ଆଉ ବାଗଲପୁରର ଅବଦାନ ଆମର ଓଡ଼ିଶା ସ୍ୱାଧୀନତା ଆନ୍ଦୋଳନ ପାଇଁ ଅବର୍ଣ୍ଣନୀୟ। ସେ କଥା ଗପ କରିବି ନା ଏଇ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଏଇ ଯେଉଁ ସୁନ୍ଦର ଏରିଆଟା। ମୁଁ ତ ପାହାଡ଼ି ଝିଅ, ମୁଁ ଏ ଏରିଆ ଦେଖିନଥିଲି, ତାକୁ ଖାଲି ମୁଁ ଦେଖୁଥିଲି। ତାପରେ ଆମେ ଯାଇ ଅପାଙ୍କ ପୈତୃକ ଘରେ ପହଞ୍ଚିଗଲୁ ଖେରସରେ। ଏ ଚୌକିଟିକୁ ଦେଖିଲେ ଆପଣ ଯାହାର ଜମିଦାରିଆ ଗନ୍ଧ ବାରି ପାରୁଥିବେ। ଗୁଟୁ ସେଇଥିରେ ବସିବାକୁ ଚାହିଁଲା, ଆଉ ବସିଲା। ମୁଁ ତାଙ୍କ ଘରେ ଥିବା ବିଭିନ୍ନ ମୂଲ୍ୟବାନ ଫଟୋ ସବୁ ଉଠାଉଥିଲି। ଏଇଠି ଆପଣ ଦେଖନ୍ତୁ ଯେ ଏଇଟା ହେଉଛି ସ୍ୱର୍ଗତ ଗୋକୁଳାନନ୍ଦ ଚୌଧୁରୀଙ୍କର ପୈତୃକ ଜମିଦାରୀ ଗ୍ରାମ, ଯେଉଁଠି ମୁଁ ଯାଇଥିଲି। ଏଇଟା ତାଙ୍କର ଠାକୁରବାଡ଼ି। ଆଉ ଏଇଠି ଠାକୁରବାଡ଼ିରେ ଗୋଟେ ମଣ୍ଡପ ତ ପ୍ରାୟ ଥାଏ, କାହିଁକିନା ଭୋଗ ଖାଇବା ପାଇଁ ଠାକୁର ସେଠିକି ବାହାରକୁ ଆସନ୍ତି। ଆଉ ଏ ଗାଁର ପରିବେଶ ଏତେ ସୁନ୍ଦର ଥିଲା ଯେ ମୁଁ ଆତ୍ମହରା ହେଇଯାଉଥିଲି। ମୁଁ ଠିକ୍ ଢଙ୍ଗରେ ଭିଡ଼ିଓ ବି କରିପାରୁନଥିଲି, କାହିଁକିନା ଅପାଙ୍କୁ ସବୁ ଯେଉଁମାନେ ଭେଟିବାକୁ ଆସୁଥିଲେ, ଆଉ ଅପା ସବୁ ଯେଉଁ ଦେଖାଉଥିଲେ ମୋତେ ସବୁ ବିଭିନ୍ନ ଜାଗା। ଏଇଟା ଦେଖେଇଲେ ଗୋଟେ 100 ବର୍ଷରୁ ଉର୍ଦ୍ଧ୍ୱ ବଉଳ ଫୁଲର ଗଛ। ଏସବୁ ଭିତରେ ମୁଁ ଏତେ ମଜି ଯାଉଥିଲି ଯେ ମୁଁ ଭୁଲି ଯାଉଥିଲି, ଆରେ ମୁଁ ଏ ଅମୂଲ୍ୟ ଜିନିଷ ଗୁଡ଼ାକ ମୋର କ୍ୟାମେରାରେ କଏଦ କରିବା ଉଚିତ, ମୁଁ ଗଲେ ଭିଡ଼ିଓଟେ କରିବି। ସେ କଥା ବି ମୁଁ ଭୁଲି ଯାଉଥିଲି। ତେଣୁ ମୋ ଭିଡ଼ିଓର କୌଣସି କ୍ରମ ନାହିଁ। କେବେ ଯଦି ସୁଯୋଗ ପାଏ ମୁଁ ଆଉ ଥରେ ଯିବି, ଆଉ ଭଲ ରକମ କରିବି। ଯେଉଁମାନେ ସବୁ ଆମକୁ ଭେଟିଥିଲେ ସେମାନଙ୍କ ଫଟୋ ବି ମୁଁ ନେଇପାରି ନାହିଁ।
ଅପାଙ୍କର ତ ଗାଁ ସେ ସମସ୍ତଙ୍କୁ ଜାଣୁଥିଲେ ଆଉ ସବୁଆଡେ ଯାଉଥିଲେ। ମୁଁ ଖାଲି ତାଙ୍କ ପଛେ ପଛେ ସବୁଆଡକୁ ଅନେଇ ଅନେଇ ବୁଲୁଥିଲି। ଏଇଟା ଗୋଟେ ଗଛ, ଏଇଟା ସତାବରୀ ଗଛ, ସେଇଟା ବି ଦରକାର ହୁଏ ଶ୍ରାଦ୍ଧ କର୍ମରେ, ସେଠି ଅଛି। ତାର ପତ୍ର ମତେ ଏତେ ସୁନ୍ଦର ଲାଗିଲା ଯେ ମୁଁ ତାର ବି ଗୋଟେ ଭିଡିଓ ବନେଇଦେଲି। କିନ୍ତୁ ମୁଁ ବହୁତ ଅନ୍ୟମନସ୍କ ରହୁଥିଲି ଆଉ ଠିକ ଭାବରେ କିଛି ବି କରିପାରୁନଥିଲି। ଏତେ ବଡ଼ ଗୋଟେ ପରିବାର ଯିଏକି ଆମ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଉତ୍ସର୍ଗୀକୃତ, ଆଉ ଆମ ଓଡ଼ିଶାରେ ସ୍ୱାଧୀନତା ସମୟରେ ଯେଉଁ ବାତାବରଣ ସୃଷ୍ଟି ହେଇଥିଲା ସେଥିର ମୁଖ୍ୟ ପୁରୋଧା। ତେଣୁ ତାଙ୍କୁ ନମନ କରିବି ନା ତାଙ୍କ ଫଟୋ ଚିତ୍ର ଉଠେଇବି ମୁଁ କିଛି ଭାବି ପାରୁନଥିଲି। ଇଏ ଗାଁରେ ଥିବା ଅପାଙ୍କର ଭାଇ ଆଉ ଭାଉଜ, ମୁଁ ହିଁ ତାଙ୍କୁ ଅନୁରୋଧ କରିକି ସେଇଠି ତାଙ୍କର ଗୋଟେ ଫଟୋ ନେବାକୁ ଚାହିଁଲି। ଫେରିଲା ବେଳେ ଦୁହିଁଙ୍କୁ ପ୍ରଣାମ କରି ଫେରୁଥିଲି। ଯାହା ହଉ ଗାଁରେ ସେ ଦୁହିଁଙ୍କର ପ୍ରତିମୂର୍ତ୍ତି ହେଇଛି। ଆଜି ସେଦିନଟା ମୋ ପାଇଁ ବହୁତ ଆନନ୍ଦଦାୟକ।